ସେତେବେଳେ ପରୀକ୍ଷିତ ମହାରାଜ ସୁକଦେବ ଗୋସ୍ୱାମୀ କୁ ପ୍ରଶ୍ନ କରୁଛନ୍ତି ସୃଷ୍ଟି ତତ୍ଵ ଉପରେ ଜାଣିବା ପାଇଁ। ସୃଷ୍ଟି ତତ୍ଵ ମାନେ ଏ ସୃଷ୍ଟି କିପରି ହୋଇଛି, ଏଇ ତତ୍ଵ ଉପରେ ଜାଣିବା ପାଇଁ ଜିଜ୍ଞାସା କରିଛନ୍ତି। ସେତେବେଳେ ସୁକଦେବ ଗୋସ୍ୱାମୀ ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ମଙ୍ଗଳାଚରଣ କରୁଛନ୍ତି, ଯେମିତି ଆମେ ପ୍ରାର୍ଥନା କରୁଛେ। ଏବଂ ମଙ୍ଗଳାଚରଣରେ କହୁଛନ୍ତି ଗୋପୀ ମାନେ କହୁଛନ୍ତି କଣ, ଅନପଢ, ମୂର୍ଖ, ସେମାନଙ୍କର କିଛି ଜ୍ଞାନ ନଥିଲା। ପ୍ରଭୁ ନା ବାଦ୍ୟ, ନା ଗୀତ, ନା କୀର୍ତ୍ତନ, ନା ଜ୍ଞାନ, କୌଣସି ଜ୍ଞାନ ନଥିଲା। ଫିର ବି ପ୍ରଭୁ ସିଏ ଆପଣଙ୍କର ମୁଖାର ବିନ୍ଦୁରୁ ନିଃସୃତ ଅମୃତ କୁ ପାନ କରି ସବୁ ଜ୍ଞାନରେ ଏକ୍ସପର୍ଟ ହେଇଗଲେ। ସବୁ ଜ୍ଞାନରେ ମାଷ୍ଟର ହେଇଗଲେ ଗୋପୀ ମାନେ, ଯଦିଓ ଅନପଢ, ନା ଆପଣଙ୍କୁ ଦର୍ଶନ କରି, ଆପଣଙ୍କର ମୁଖାର ବିନ୍ଦୁକୁ ଦର୍ଶନ କରି 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 ସେମାନେ ପଣ୍ଡିତ ହେଇଗଲେ। ସବୁଥିରେ ଏକ୍ସପର୍ଟ ହେଲେ। କିଏ ନୃତ୍ୟରେ ଏକ୍ସପର୍ଟ, କିଏ ବାଦ୍ୟରେ ଏକ୍ସପର୍ଟ, କିଏ କଳାରେ ଏକ୍ସପର୍ଟ, କିଏ ଶୃଙ୍ଗାର କରିବାରେ ଏକ୍ସପର୍ଟ, ସବୁଥିରେ ଏକ୍ସପର୍ଟ ହେଲେ। ତେଣୁ ମୂର୍ଖ ବ୍ୟକ୍ତି ମଧ୍ୟ ଆପଣଙ୍କର ମୁଖାର ବିନ୍ଦୁକୁ ଦର୍ଶନ କରି ଜ୍ଞାନରେ ଜ୍ଞାନମୟ ହୋଇଯାଇଥାଏ। ସେହିପରି ଆପଣ ମତେ କୃପା କରନ୍ତୁ ପ୍ରଭୁ, ଆପଣଙ୍କ ଆପଣଙ୍କ କୃପା ଦ୍ୱାରା ମୁଁ ଯୋଉ ପରୀକ୍ଷିତକୁ ଜ୍ଞାନ ପ୍ରଦାନ କରିବି, ଇଏ ମୋର ବାଣୀ ସୁମଧୁର ହଉ, ଯଥାର୍ଥ ହଉ, ଯେମିତି ମୋ ଗୁରୁଦେବ ବ୍ୟାସଦେବ ମତେ କହିଛନ୍ତି ସେହିପରି ମୁଁ ଯେମିତି ତାକୁ ବର୍ଣ୍ଣନା କରିପାରିବି। ସୁଖଦେବ ଗୋସ୍ୱାମୀ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଯେମିତି ଅଜ୍ଞାନୀ ଜ୍ଞାନୀ ରୂପରେ ପରିଣତ ହେଇଯାଏ ଆପଣଙ୍କୁ ଦର୍ଶନ କରି, ସେହିପରି ମୁଁ ମଙ୍ଗଳାଚରଣ ବା ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି, ଆପଣ ମତେ ଜ୍ଞାନ ପ୍ରଦାନ କରନ୍ତୁ, ଯାହା ଫଳରେ ମୁଁ ସଠିକ ଭାବରେ ଭାଗବତଙ୍କୁ ବର୍ଣ୍ଣନା କରିପାରିବି। ସୁନ୍ଦର ଷ୍ଟେଟମେଣ୍ଟ। ଆମର ପଏଣ୍ଟ ହେଲା, ଆମେ ମାନେ ମଧ୍ୟ ସେହିପରି ଭଗବାନଙ୍କୁ ପ୍ରାର୍ଥନା କରିବା ଦରକାର, ପ୍ରଭୁ ଆମେ ଆପଣଙ୍କର ନାମ ଆଶ୍ରୟ ନେଉଛୁ। ନାମ, ଗୋପୀନାଥ ଭଗବାନଙ୍କୁ ଦର୍ଶନ କରୁଥିଲେ, ସୁଖଦେବ ଗୋସ୍ୱାମୀ ତ ପ୍ରାର୍ଥନା କରୁଛନ୍ତି, କିନ୍ତୁ ଆମେ ଭଗବାନଙ୍କ ନାମ କରୁଛେ, ଅର୍ଥାତ ଭଗବାନଙ୍କୁ ଆଲିଙ୍ଗନ କରୁଛେ। ଭଗବାନଙ୍କୁ ଆଲିଙ୍ଗନ କରୁଛେ, ତାହେଲେ ଆମେ ମାନେ ନିଶ୍ଚିନ୍ତ ରୂପରେ ଜ୍ଞାନୀ ହେଇପାରିବା ବା ଭକ୍ତ ହେଇପାରିବା। କାରଣ ଯେପରି ଗୋପୀ ମାନେ ସମସ୍ତ ଜ୍ଞାନମୟ ହେଇଗଲେ, ସୁଖଦେବ ଗୋସ୍ୱାମୀ ସଠିକ ଭାବରେ ଭାଗବତ ବର୍ଣ୍ଣନା କରିପାରିଲେ, ଆମମାନେ କାହିଁକି ସବୁ କଳା ନିପୁଣ ହେଇପାରିବାନି? ଏହାର ଅନେକ ପ୍ରମାଣ ଅଛନ୍ତି। ମୂର୍ଖ ମାନେ ମଧ୍ୟ, ବହୁତ ମୂର୍ଖ ମାନେ ଭଗବାନଙ୍କୁ ଦର୍ଶନ କରି, ଭଗବାନଙ୍କୁ ନାମ ଅର୍ଥାତ ଭଗବାନଙ୍କୁ ଆଲିଙ୍ଗନ କରି ପଣ୍ଡିତ ରୂପରେ ପରିଣତ ହେଇଯାଇଛନ୍ତି। ଆମେ ବି ହେଇପାରିବା ନାହିଁ। କାରଣ ସର୍ବଶ୍ରେଷ୍ଠ ହେଲା ଭଗବାନଙ୍କର ନାମ କରିବା। ଭଗବାନଙ୍କର ନାମ କରିବା ଅର୍ଥାତ ଭଗବାନଙ୍କୁ ଆଲିଙ୍ଗନ କରିବା। ଭଗବାନ ଆମକୁ ଆଲିଙ୍ଗନ କରୁଛନ୍ତି, ତାହେଲେ ଭାବନ୍ତୁ ଆମର ଅଟୋମେଟିକ ସମସ୍ତ ଜ୍ଞାନ, ଆମେ ସମସ୍ତ ଜ୍ଞାନରେ ପରିପୂର୍ଣ୍ଣ ହେଇଯିବା। ତାହେଲେ ଠିକ ଅଛି, ଚାଲନ୍ତୁ ଭଗବାନଙ୍କୁ କୋଉମାନେ ଆଲିଙ୍ଗନ କରିବେ। हरे कृष्ण प्रभु।